ଦେଇ କଣ ଗୋଟେ କଥା ଭାବିଛି। କଣ କଥା କହିଲୁ କହିଲୁ? ପୋଖରୀକି ଗାଧେଇ ଯିବା। କୋଉ ପୋଖରୀ? ଆରେ ବଡ଼ ପୋଖରୀ। ପୋଖରୀ ଗାଧେଇ ଯିବା? ସେ ଧନିଆ ବୁଢ଼ା ଆମ ପୋଖରୀକି ନିଲାମ ନେଇଛି। ହଁ ହଁ ଆଚ୍ଛା ନେଇଛି, ଆମେ ଯିବା ହୁଁ। ମାଛକୁ ଚୋରି କରିକି ଆଣିବା। କେମିତି ମାଛ ଚୋରି କରିବେ? ଏତେ ବଡ ପୋଖରୀ, ଲୋକ ସବୁ ଚାରିପଟେ, କେମିତି ଚୋରି କରିବେ? ଖରା ବେଳିଆ କେହି ଲୋକ ନଥିବେ। ଆଉ ସେ ବୁଢ଼ା ଧନିଆ ବୁଢ଼ା ସେତେବେଳେ ଯାଇ ଜଗୁଛି ହେଲା। ଆଉ ସେ ବୁଢ଼ା ଟିକେ ନାଳୁଆ ଅଛି, ତାକୁ ଏମିତି ଟିକେ ଆଖି ମାରିଦିଏ ମୁଁ ହେଲା, ତମେ ସେପଟରେ ବୁଲି ପଡ଼ି ଧରି ପକେଇବ ମାଛକୁ ସବୁ। ଆଉ କଣ ତୋର ଏ ଦୋଷ ବି ଅଛି? ମୋର ସବୁ ଦୋଷ ଅଛି। ଶୁଣ, ମୁଁ ଜାଣିନଥିଲି ତ ଆଗରୁ। ଆସ୍ତେ ଆସ୍ତେ ଜାଣିବା। ଆଉ କଣ ବ୍ୟସ୍ତ କାହିଁ ହଉଛ? ମାଛ କିଲୋ 200-300 ଟଙ୍କା ହେଲାଣି। ଆମେ ପଇସା ଦେଇ କାହିଁ ଖାଇବା କହିଲ? ମାଗଣା ତ ମିଳିଯିବ। ଆଉ କଣ ଯିବା କେତେବେଳେ? ଯିବା କେତେ, ତମକୁ କେତେବେଳେ ସୁବିଧା ହଉଛି କହିଲ? ମୋର ସେ 5ଟା। ଠିକ ଅଛି, ଆମେ ଘରେ ଝାଡ଼ା ବାହାନା କରି ପଳେଇ ଯିବା ହେଲା। ବୁଢ଼ା ଯଦି ବେଶୀ ନଖରା କାଢେ, ସିଧା ଗୋଟେ ନେଇଥିବା ଜାଲ ଫାଲ ମାଡ଼ି ବସିକି ତମେ କାମ କରିଦେଇ ପଳେଇ ଆସିବା। ହଁ ହଁ ଠିକ ଅଛି ତ? ରେଡି? ରେଡି ରେଡି ରେଡି।